ମୁଁ ଜାଣିଛୁ ତ ପାଠକୁ ବର୍ଷାନି ଓଜନ ହେଇଯାଇଛି। ଆଜ୍ଞା ଆଜ୍ଞା ଆପଣଙ୍କୁ ଦେଖା କରିବାକୁ ମୁଁ କମ କଷ୍ଟ କରୁନି। କାହିଁକି ଆଜ୍ଞା ଆପଣଙ୍କୁ ଦେଖା କରିବାକୁ ଚଢିବା ଓହ୍ଲେଇବା ଓହ୍ଲେଇବା ଚଢିବା ଚଢିବା ଓହ୍ଲେଇବାରେ ସମୟ ଅତିବାହିତ ହେଇଗଲା ମୁଁ ଜାଣିପାରିନି। ଚଢାଟା ଆମ ବସ ମୋ ଜେଜେ ଏଭରେଷ୍ଟ ଚଢୁଥିଲେ, ମୋ ବାପା ବହଳିଆ ଚଢନ୍ତି, ଆଉ ମୁଁ ଚଢିବା କଥା ନ କହିଲେ ଭଲ। ଆମର ଇତିହାସ ଅଛି, ଆମ ପିଢି ଚଢାଇ। ଏଇ ଚଢିବା ଓହ୍ଲେଇବାରେ ବୟସ ଚାଲିଗଲା। ଆଜ୍ଞା ଗାଁ ମୁଣ୍ଡରୁ ଓଟେରେ ଚଢିଲି, ଓଟେରେ ଅଟେରେ ଚଢିଲି, ଆଜି ବଜାର ମଝିରେ ଓହ୍ଲେଇଲି, ବଜାର ମଝିରୁ ବସରେ ଚଢିଲି, ଆସିକି ଗାନ୍ଧୀ ଛକରେ ଓହ୍ଲେଇଲି, ଗାନ୍ଧୀ ଛକରୁ ଟଲିରେ ଚଢିଲି, ଆସିକି ଆପଣଙ୍କ ପାଖରେ ପହଞ୍ଚିଲି। ଏଇ ଚଢିବା ଓହ୍ଲେଇବା ଓହ୍ଲେଇବା ଚଢିବା ଏଇଥିରେ ସମୟ ଚାଲିଗଲା ମୁଁ ଜାଣିପାରିଲି। କୁଆଡେ ଆସିଲ? ଆଜ୍ଞା ମୋର ହଉନି। କୋଉଟା? ଟୋକି ଫସେଇବା ହଉନି। ଟୋକି ଫସେଇବା ଆଜ୍ଞା ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ମାନେ ଗଭର୍ଣ୍ଣମେଣ୍ଟ ବସରେ ହୃଦୟ କଥା ଲେଖିଲି, ଏମିତିକି ଗୁଣିଆ ସାହାଯ୍ୟ ନେଲି। ବରୁଆରୁ ଗୋଟେ ଗୁଣିଆ 5,000 ଖାଇଛି ମୋଠୁ। ବରୁଆ ମୁଁ କହିଲା ହେଇଯିବ, କିନ୍ତୁ ହେଇପାରିବ। ମୁଁ ଶୁଣିଲି ମୋ ସାଙ୍ଗ ପାଖରୁ ଆପଣ ପ୍ରେମିକ ତାଲିମ କେନ୍ଦ୍ର ଖୋଲିଛନ୍ତି। ମୁଁ ନା ଗୁରୁଜୀ ସହିତ ସାକ୍ଷାତ କରିବି, ମନର କଥା କହିବି। ତାଙ୍କ କୋଚିଂ ସେଣ୍ଟର ନାଁ ଲେଖେଇଲେ ମୁଁ ସକ୍ସେସ୍ ସେଇଥିପାଇଁ ଆପଣଙ୍କୁ ଦେଖା କରିବା ପାଇଁ ମୁଁ ଚାଲି ଆସିଲି। ଆଜ୍ଞା କହିବା କଥା ଶୁଣି ତୋର ବେଳା ଭଲ ପଡିଗଲା। ଆଜ୍ଞା ମୋର ମୀନ ରାଶି ପୂର୍ବାଭାଦ୍ର 24/12। ଝିଅ କଣ ଖୋଜିବ? ଝିଅ ଖୋଜିବ, ତା ମା ଖୋଜିବ, ତା ବୁଢୀ ମା ବି ଖୋଜିବ। ନା ମୋର ମୋବାଇଲ ଦରକାର, ଚାର୍ଜର ଦରକାର। ନାଁ କଣ କହିଲୁ? ଆଜ୍ଞା ମୋ ନାଁ ମହୁଆ ଦାସ। ବାପା ନା ବାଳ ଗୋପାଳ ଦାସ, ମା ନା ବାଳ ମୁକୁଳି ଦାସ, ଗାଁ ନା ବାଳ କାଟି, ପୋଷ୍ଟ ବାଳ ଶଙ୍କର ପଡା, ଭାଇଆ ବାଳ ରୋପଣପୁର ମଝିପଡା ପାଖରେ। ବାଳରେ ବାଳରେ ମତେ ପୁତି ପକେଇଲୁ। ଗୁରୁଜୀ ଏକ୍ସେସ୍ ବାଳ, ଫ୍ରି ଏକ୍ସେସ୍ ବାଳ, କେବଳ ପାଟିରେ ବାଳ ଦେଖ, ଆଉ କିଛି ପଶୁନି। ଆଜ୍ଞା ଫିସ୍ କେତେ ନଉଛନ୍ତି? 500 ମାତ୍ର 1000 ଦେବି। ମୁଁ ଯେମିତି ମାନେ ଠିକ ସକ୍ସେସ୍ ହୁଏ 1000 ଟଙ୍କା ନିଅନ୍ତୁ, ମତେ ଏମିତି କୋଚିଂ ଦିଅନ୍ତୁ ସନ୍ଧ୍ୟା ସୁଦ୍ଧା ଯେମିତି ମୁଁ ଗୋଟେ ଟୋକି ପଠେଇଦେବି। ଆଜ୍ଞା ମୁଁ ଆଉ ଧୈର୍ଯ୍ୟ ଧରି ପାରୁନି। ଆଜ୍ଞା ଆପଣ ମତେ ପୁରା ତତେ ସଫ୍ଟ କୋଚିଂ ଦେଇ ହବନି, ହାର୍ଡ କୋଚିଂ ଦବାକୁ ପଡିବ। ଆଜ୍ଞା ଶୁଣୁ ମୁଁ ଯୋଉଟା କହିବି ସେଇଟା କରିବୁ। ନିଶ୍ଚିତ। ନାକ ସିଧା ଯିବୁ। କାହିଁକି ଥୋବଡି ଦେଇକି ବୁଲିଗଲେ ନାକ ସିଧା ଯିବି। ତୋ ମନକୁ ମନ ବୁଲିବୁ ନା କଣ? ତତେ ମୁଁ ଯୋଉଟା କହିବି ସିଆଡେ ଯିବୁ। ନାକ ସିଧା ଯିବୁ। ନାକ ସିଧା ଯିବି। ଗୋଟେ ଚାଳ ଘର ପଡିବ। ତାଙ୍କର ଇନ୍ଦିରା ଆବାସ ନାହିଁ କି? ମିଳିନି। ଚାଳ ଘର ପଡିବ। ସେ ଘରେ ଗୋଟେ ଝିଅ ଏପଟ ସେପଟ ହଉଥିବ। ଝିଅ ଖାଲି କସିବ। ପାଣି ଗ୍ଲାସ ମାଗିବୁ। ଝିଅକୁ ସେ ଯେମିତି ଦବ ମାଗି ବସିବ। ଏମିତି ମାଟ ମାରିବେ ହରିପୁର ରେଫର କରିବ ଟାଉନ। ତୋ ବୋଉ ଭଇତା ହବ ନା। ତତେ ମୁଁ କହି ଯୋଉ କାମ କରିବୁ ତୋ ପାଖରେ ତୁ ଆସିବୁ। ତୁ ବରଂ ଲାଭରେ ରହିବୁ। ମୁଁ ଲାଭରେ ରହିବି। କଣ ଲାଭରେ ରହିବୁ ମତେ ପଚାରୁ। ଯୋଉ ଝିଅ ଜମା ମିଠା ଖାଇ ନଥିବ, ଯଦି ମିଠା ଖାଇଲା ତା ପାଟିରେ ବାଜିଲା, ସେ ମିଠା ବାଲାକୁ ଭୁଲି ପାରିବ କି? କାମ ଛାଡା ଦେଲେ ମାନେ ଏଇଠୁ ପାର୍ଟି ଦେଇକି ଯିବି, କାମ ସାରିକି ବୁଦ୍ଧି ଦେଲି ପୁଣି କାମ ଛାଡିଦେବି। ମୋ ପାଟିରୁ ଅଖାଡୁଆ କଥା ଅଖାଡୁଆ କଥା କହିବା ଦରକାର ନାହିଁ। ଆପଣ କହିଲେ ନାକ ସିଧା ଯିବୁ, ଗୋଟେ ଚାଳ ଘର ପଡିବ, ଚାଳ ଘର ଭିତରେ ସେ ଝିଅଟା ଏକର ସହିତ ରହୁଥିବ, ସିଆଡୁ କଣ କରୁଛ? କହିଲ ନାକ ସିଧା ଯିବୁ, ଗୋଟେ ଝିଅ ଘର ଭିତରେ ଯିବା ଆସିବା କରୁଥିବ,
से झील को पानी मागिबू से जे पानी देला बटे मारी बसिबू आपण मते एति कहि एटा डायरेक्ट ही इनडायरेक्ट कोन कोन ना के बाईपास कर दबा मु निजे के शेक से के मागिबी केमिति मागिबी केमिति पानी कैसे दियो इनिजे कोन है ना एटा के सीए फेरेइबो मु फेरेइबो आपण एति कथा कहि गुरु कहले गोटिए सेला करगी देखाई देबो कोटिए आगे मु छाड़ीबी मु छाड़ीबी मालिका सनी मो ऊपर हाथ मारी जल्दी मु छाड़ीबी मु बाधो छुआ रा कोन तू बाधो छुआ बाघ तो मा पाखु जाइछला तो मा बाघ पाखु आछला ना मो बापा मोला 11 वर्ष परे मो जन्म ओहो मिठो मानांग बीज सन्तान आम अंचल गौरव आगे मु चलिबी आपण जाय कहते दे आगे आशीर्वाद करंतु हे गुरु तुमे मंगलमय उपाबिनु मुक्तिला जा आम सारी फेरी धोका जेमिति होउची सागे साई घटना घटेछ इले केते 20 प्लान मो पाखु गलनी ये धोनी की चिंता काटी दबो हेलो जाओ जाओ हेलो हां हेलो मिठी ते गांधी तू नहीं कौन आला रे हां तो 7 वर्ष 17 वर्ष पता तो रहला मु तो गाल लाल करे एत बड़ा करकी आज ते कांदी न आज कोन कांदी कौन मत कहलु गुगुली खाइबी गुपचुप खाइबी तते देकी आसीबी मु आदि 8 दिन पर मो प्रेमिक तालिम केंद्र खोलिली केते पेनिकिरी गलनी कोन करबी तू ना कर बोले कोथा गुरुजी प्रणाम गुरुजी पीटू पीटू को छक्का पिटी मु जने भलो क्रिकेट खेली भलो ब्यासी म्याले हमरा सनिश्चर क्रिकेट टीम हां मु भलो बैटिंग करे कीपिंग मत करे अच्छा पीटू पीटू छक्का पिटी देली એટલે गुरुजी बावरा है ମାନେ मोर भूलिया कोन प्लेस प्लेस सारे का विधि पाइले प्लेस सारे विधि पाइले नहीं गामू सारा विधि चले हां तो बैट उठले मु जानि पड़िया रे घास रहिबोनी हां मु मधुराम थर प्यार सिनिया हां हां मु जोटी कहिते तू जाइछल की आपण मते कहले आपण को तो कहले आकसिता जीबू आकसिता गली 3-4टा दुकान पहिला गोटे गोले छक पहिला ता डान को गली डान दे किछि बात गली किछि बात कला पर बा गली बाग दे किछि आगे जे आगे गोटे घर के पड़िला ता घर आगे इलेक्ट्रिक कुटी थला की घर आगे गोटे इलेक्ट्रिक कुटी थला ता किछि बात गला परी ताकि तो लोले आछला हां कोन हेछि आउ किछि गते कोला बे देखि खाली हे ओई कौन हे आइगो काली बोलै जाछि रे तो बाको काकू किए लगे इजिता हाथ हलो खतुआ माटी रे लगे कि फळेई देछि हे सा ताकू जे लगे कि ताकू कृतज्ञता ज्ञापन करी एबे तू जो साइज देखो तू भाउची आशा दी आसे कथा को अच्छा आउ कोन देखिलु आउ कोन देखिली हे गोटे चांदी नी थिला आउ किछि बाटे गला करी चांदी ना मु आउ किछि जिबि नै सारे मते कहउछंती एठी काम करिबु हाय पोस्ट दैछंती मु तापर से घर भीतर पसियाकू उद्यत हेबी इलिके अनेक जन तो बाटो छु कष्ट करते जाय घर भीतर पसिगल देखिली ओए सा जमीटा बढ़िया केही हो करना मु साडी प्रथमे हळ करी आया काम सा पिंदी खेळ करते चले तोरा मो जमीर हळ करनी तो
हेलो मिठी कांदी जुगाई ମୁଁ କଣ କିଣି ହେଇଯାଇଛି ମୁଁ ଅସତି ହେଇଯାଇଛି ଅସତି ତୁଳସୀ ସତି ଚଉରା ସେ ପନିକିନା ମୋ ହାତରେ ପଡ଼ିଗଲା ନହେଲେ ତା ବାପା ବାହାଘର ଦେଖି ଦେଇଥାନ୍ତି ଏ ନବେ ଫଟାଲ ବା ଯା ଖାଲି କହୁଛୁ ଭାତ ବାଜି ଉଠो ଭାଇ ଯାହା ପଡୁଛ ସେଇଆ କହିଦେବି ତମେ ବାଡ ଦେଖି ରଖିବ ସେ ଗାଁରେ ସେ ଫସଲ ଖାଇବ ନା ଫସଲ ତ ଖାଇଲା ଆଉ କଣ କରିଛି ଜାଣିଛ କଣ କରୁଛି କାଳେ ସେ ପରୀକ୍ଷାରେ ପାସ୍ କରିଛି ବୋଲି ତାଙ୍କ ସାର୍ ବିଶ୍ୱାସ କରିବେନି ସେଇଥିପାଇଁ ଗୋଟେ ପ୍ରମାଣ ନେଇକି ଗଲା ଯେତେବେଳେ ସେ ଦେଲାନି ଏ ମିଠି ପ୍ରମାଣ କଣ କହ ତାକୁ ଖାଇବି ତା ସାରକୁ ଖାଇବି ପ୍ରମାଣ କହ ପ୍ରମାଣ ହଉଛି এই গামুছা ଏକ୍ସାମରେ ଖାଲି ଭଲ ନମ୍ବର ରଖିଦେବି ଆପଣ ମତେ ଅବିଶ୍ୱାସ କରିବେ ସେଇଥିପାଇଁ ଏ ଗାମୁଛା ପିନ୍ଧିକି ମୁଁ ଚାଲି ଯାଇଛି ଏଇ ମୁଁ ତ ଅସତି ସଜେଇ ଦେଇଛି ଏଇ ଏଇ ମତେ କଣ କିଣି କରିଦେଇଛି ଦେ ମୋ ଗାମୁଛା ମୋ ବାବା ମୋର ହାଟ ରହିଥିଲା এইটা লাস্টে তারপরে টাউন কুসুমা কোঠরি এই যে সরা 500 ଟଙ୍କା 1000 ଟଙ୍କା ଦେଲୁ ମୋ ଚୁ ବୁଦ୍ଧି ଦେଲୁ ମୋରି ଗାମୁଛା ପିନ୍ଧିଲୁ ସରା ମୋରି କେତେ ହଳ କଲୁ ଏ ଝିଅ ଗୋଟେ ମିଠି ଗୋଟେ ମେସିନ୍ କିଲେସ୍କର ତାକୁ ମୁଁ ଏପର୍ଯ୍ୟନ୍ତ ଢାକୁଣା ଦେଇ ରଖିଥିଲି ତାକ୍ କରିନଥିଲି ଆରେ କରିନଥିଲି ବୋଲି ଗ୍ରୀସିଂ ହଉନି ଆଜ୍ଞା ଆଜ୍ଞା ମହେଶ୍ୱରପୁରରେ ମୁଁ ପାଠ ପଢିଲି ଆଉ କଣ ମୁଁ କବିରିପୁରେ ପରୀକ୍ଷା ଦେଇଥାନ୍ତି ଏମିତି ଏ ସଳାନାରେ ମୁଁ ରେପ୍ କେସ୍ ଦେବି ଆମେ ଥାନାକୁ ଯିବାନି ଥାନାକୁ ଯିବା କଣ ସମସ୍ତେ ଜଣେଇ ହେବାକୁ ମେ ହଉଥିଲୁ मला କଷ୍ଟ ହଉଥିଲା ବୋଲି ହଉଥିଲି ଆଉ ସେ କଷ୍ଟ ହଉଥିଲା ତାପରେ ମୁଁ ଜାଣି ଶୁଣିକି ନିଜ ଲାଗି କଣ ଖଟା କରିବି ବିଳାରେ ଖାଇହଉନି ତାପରେ ଯୋଉ ଝିଅ ଜମାରୁ ମିଠା ଖାଇ ନଥିଲା ସେ ମିଠା ଖାଇଲା ପରେ ସେ ଗୋଟେ ମିଠା ବେଳକୁ ବୋଲି ପାଇବ ଆଉ ମୋର କଣ ଯାଇ ମିଠା ମୋର ଡାଳି ଗଜା